ପାଞ୍ଚ ପଦ ଦେଖିବା ଆଦି ପୁସ୍ତକ 6 ପର୍ବ 5 ପଦ। ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼। ଏବେ ଦୁଷ୍ଟତା କେତେ ବଡ଼ ହେଇଯାଇଛି, ଏବେ ଲୋକମାନଙ୍କ ଦୁଷ୍ଟତା ଅତି ବଡ଼ ଆଉ ତାହାର ଅନ୍ତଃକରଣର କଳ୍ପନାର ଭାବନା ପ୍ରତ୍ୟେକ ମନ୍ଦ ମାତ୍ର, ଅବିରତ ମନ୍ଦ ମାତ୍ର। ଏବେ ଯୋଉଟା ଭାବୁଛୁ ଖାଲି ମନ୍ଦ ଆକା ଭାବୁଛୁ, ଯାହାକୁ ଦେଖିଲେ ମନ୍ଦ ଚିନ୍ତା, ମନ୍ଦ ଚିନ୍ତା। এইটা এবার কথা নাই, নহଙ୍କ ସମୟର କଥା, ଆରେ ଆଜି କଥା ବି ସେ କଥା। ମୁଁ ଆପଣଙ୍କୁ କହିଲା ବେଳେ କେମିତି ଲାଗୁଛି, ଆଜିର କଥା କହିଲା ଭଳି ଲାଗୁଛି। এইটা ସେବାର କଥା, ଆଜିର କଥା। କାହିଁକି ଯୀଶୁଙ୍କର ଆସିଲା ବେଳେ ମିଶା নহଙ୍କର ସମୟ ଭଳିଆ ଥିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଗୋଟେ ବିଷୟ ରକ୍ଷା ସବୁ ପାଇବେ ନାହିଁ, ଯେ ଜାହାଜ ଭିତରେ ଥିବ ସେ ଆକା ରକ୍ଷା ପାଇବେ। ଆମ ପାଇଁ କଣ, ସେ ମେଘମାଳାକୁ ଯିବା ହିଁ ଆମର ସୁରକ୍ଷା ଅଟେ। ଅନୁଗ୍ରହ କେତେ ଦିନ ଥିବ, ଯେବେ ପର୍ଯ୍ୟନ୍ତ ନୋହ ଜାହାଜରେ ପ୍ରବେଶ କରିନାହାନ୍ତି ଅନୁଗ୍ରହ ଥିବ। ସଦମରୁ ଲୋଟ ନ ବାହାରିବା ଯେ ଅନୁଗ୍ରହ ଥିବ। ମଣ୍ଡଳୀ ମେଘମାଳାକୁ ଉଠାଇ ନିଆ ନ ଯିବା ପର୍ଯ୍ୟନ୍ତ ଅନୁଗ୍ରହ ଥିବ, ତାପରେ ଅନୁଗ୍ରହ ନଥିବ। ଅନୁଗ୍ରହକୁ ଯୋଉ ଶସ୍ତା ବୋଲି ଭାବୁଛୁ କି ନାହିଁ, ସେ ଅନୁଗ୍ରହ ଏତେ ଶସ୍ତା ନାହିଁ। ଅନୁଗ୍ରହ ପାପ କରିବା ପାଇଁ ଦିଆଯାଏ ନାହିଁ, ଅନୁଗ୍ରହ ଦିଆଯାଇଛି ପାପ ନ କରିବା ପାଇଁ। ଆମେ ଯେବେ ପାପ ନ କରୁ, ମୋର ପ୍ରିୟ ଭାଇ ଭଉଣୀ ମାନେ, ମନୁଷ୍ୟର କଳ୍ପନା ଅବିରତ ମନ୍ଦ ମାତ୍ର। କଥା ହଉଥିବେ ଭଉଣୀ ମାନେ, ମାତ୍ର ମନରେ ଗୋଟେ ଖରାପ ଚିନ୍ତା ଆଗା ଚାଲିଥିବ। ଝିଅ ମାନଙ୍କୁ କଥା ହଉଥିବେ ଖରାପ ଚିନ୍ତା, ବସରେ ଦେଖୁଥିବେ ଖରାପ ଚିନ୍ତା, ଖାଲି ଅବିରତ ମନ୍ଦ ମାତ୍ର। ତାର ଘରକୁ ଦେଖିଲେ କଣ ଭାବୁଥିବେ, ବିକତା ବୋଲେ ମୁଁ ଖେନ୍ତି। କିଏ ଯଦି ବାଇକରେ ଚଢି ଯାଉଥିଲେ କଣ ବୋଲି କହିବେ, ଯାଉଛି ବାଟେ ଯଦି ଆକ୍ସିଡେଣ୍ଟ ହେତା ଗୋଡ ଗୁଡା ଭାଙ୍ଗତା ବୋଲେ। ଘର ବନାଉଥିବ କିଏ ନାକି ଦେଖିଲେ ବୋଲେ, ମିସ୍ତ୍ରୀ ଦୁଇଟା ପଡିକରି ମରି ଯାଇଥାଏ ବୋଲେ ଆକେ ବାନ୍ଧି କରି ନେଲେ ମୋ କାହାଇଲା। ଯାହାର ବିବାହର ଭୋଜି ଖାଇବାକୁ ଯାଇଥିବ କି ନାହିଁ, ବୁଆରୀ ଆଣିଛନ୍ତି ମାତ୍ର ସାଧବ କାହିଁ କିଏ, ତାର ଭୋଜି ଖାଇବାକୁ ଯାଇ ତାର ବିରୋଧରେ ଚିନ୍ତା। ଥରେ ଜଣଙ୍କର କାରରେ ଆମେ ବସି ଯାଉଛୁ, ସେମାନେ ସାମ୍ନାରେ ବସିଛନ୍ତି, ମୁଁ ପଛବାଟେ ବସିଛି। ବୋଲେରୋ ବୋଲେ ଜାଣିଛ ପରେ ପଛବାଟେ ଯେ ବସିଛି ମାନେ ଟ୍ରାକ୍ଟରରେ ବସିଲା ପରେ ଲାଗୁଥିବ। ମୁଁ ପଛେ ବସି ଦଳ ଛୋଟ ହେଇ ବସିଛି, ଏବଂ ସାମ୍ନାରେ ବସିଛନ୍ତି। ଜଣେ ଭାଇ ଆମକୁ ନେଇକି ଯାଉଛନ୍ତି। ପରେ କଣ କଲେ, ଆମେ ଗାଡ଼ିରେ ବସିଛୁ, ସେ କହିଲେ ନାଇଁ ଭାଇ ବେଶ ସମୟ ହେଲାନି, ଟିକେ ବସନ୍ତୁ, ମୁଁ ଟିକେ କୋଲ୍ଡ ଡ୍ରିଙ୍କସ କିଣିକିରି ଆଣିବି। ଆମର ପାଇଁ କୋଲ୍ଡ ଡ୍ରିଙ୍କସ ଆଉ କେକ୍ କିଣିବାକୁ ଯାଇଛନ୍ତି। ସେ ଗଲା ଭିତରେ ଆମେ ତାର ଚର୍ଚ୍ଚା ଚଲେଇଛୁ। ଦେଖାଇ ହଉଛି ଗାଡ଼ି ଘେନି କରି, ବେଶୀ ମାର୍ଜନ କରା ହଉଛି। ମୁଁ କହିଲି ଏ ଭାଇ ମାନେ, ସେ ବାପଡ଼ା ତାର ଗାଡ଼ିରେ ବସାଇ ଆମକୁ ନେଉଛି, ଫ୍ରିରେ ନେଉଛି, ଆମର ପାଇଁ କୋଲ୍ଡ ଡ୍ରିଙ୍କସ କିଣିବାକୁ ଯାଇଛି, ଆମର ପାଇଁ କେକ୍ କିଣିବାକୁ ଯାଇଛି, ଟିକେ ତ ଭଲରେ କଥା ହୁଅ। ମତେ କହିଲେ ତମେ ଜାଣିନ ଭାଇ, ତମେ ପଛେ ବସ ଭାଇ, ତମେ ଜାଣିବ, ତମେ ଆগে ପଛେ ବସ। ତମେ ତମେ ଆରାମରେ ବସି ଫ୍ୟାନ ପବନ ବାଜୁଛି ଏସିରେ ବସିକରି ଯାଉଛ, ତାର ଚର୍ଚ୍ଚା ଅବିରତ ମନ୍ଦ ମାତ୍ର, ଅବିରତ ମନ୍ଦ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏବେ ଆମର ଦେଖ ଖାଲି ଚିନ୍ତା, ଖାଲି ମନ୍ଦ ଚିନ୍ତା। ସିରିଏଲ ଦେଖୁଥିବେ କି ନାହିଁ ଭଉଣୀ ମାନେ, କାହାକୁ ଦେଖିକରି ଏମିତି ସ୍ୱାମୀ ଗୋଟେ ମତେ ମିଲତା ବୋଲେ ଭଲ ହେତା, ମୁଁ ତ ଭାସି ଗଲି ପାଟା ମୁଣ୍ଡାକୁ ବିବାହି ବୋଲି ଏ ଭାବୁଥିଲି। ଏ ଭାଇ ମାନେ ମୋବାଇଲ ଦେଖି କଣ ଭାବୁଥିବେ, ଦେଖିବେ ମୋବାଇଲରେ 10 ଲୋକର ଫଟୋ ଥିବ, କାର୍ଡଟା ଜୁମ୍ କରି ଦେଖୁଥିବେ, ଏମିତି କରି ତା ସ୍ତ୍ରୀକୁ ଜୁମ୍ କରି ଦେଖୁଥିବେ। ତା ସ୍ତ୍ରୀ ତ ଅଲରେଡି ଜୁମ୍ ହେଇକରି ଅଛି, ତାকে କୋଉଠି ଜୁମ୍ କରିବ, ସେ କଣ କରିବ, ଅଲଗା ଲୋକର ଫଟୋକୁ ଜୁମ୍ କରି କରି ଅବିରତ ମନ୍ଦ ମାତ୍ର। ତାର ଚିନ୍ତା, ତାର ଭାବନା। ମୁଁ କାହିଁକି କହୁଛି ପ୍ରିୟ ମାନେ, ଆମର ଯିବାର ସମୟ ହେଲା, ଆମେ ଯୋଉ ସମୟରେ ବାସ କରୁଛୁ ଏଟା ଗୋଟେ ମନ୍ଦ ସମୟ, ମନ୍ଦ ସମୟ, ମନ୍ଦ ସମୟ। ମଝିରେ କଣ ହେଲା, ଜଣେ ଟିଚର, ଗୋଟେ ସ୍କୁଲ ଟିଚର, ସେ ତାଙ୍କର ଗାଁରୁ ଅଫିସକୁ ଯାଉଛନ୍ତି, ମାନେ ଗାଁରୁ ସ୍କୁଲକୁ ଯାଆନ୍ତି। ଗଲାବେଳେ ସେ ଗାଁର ଜଣେ ଭଉଣୀ, ସେ ନର୍ସ କାମ କରୁଛନ୍ତି। ହେଲେ ସେ ଭଉଣୀ ଅଟୋରେ ଯିବେ, କେବେ ବସ୍ ଆଇଲେ ଯିବେ, ଆଇଲା ବେଳକୁ ଅସୁବିଧା। ଏ ଭଉଣୀ କଣ ବୋଲି କହିଲେ, ଏମିତି ତ ପରିବାର କି ନାହିଁ। ସେ କଣ ବୋଲି କହିଲେ, ହେଠି ତମେ କାହିଁକି ଏକଲା ଯିବ, ଏ ନାନୀ ବି ତ ଯାଉଛନ୍ତି, ଟିକେ ତାଙ୍କୁ ବି ନେଇକରି ଯିବ, ଆଇଲା ବେଳେ ତୁମେ ତାଙ୍କୁ ନିଆ ଅଣା କରିବ। ଭୁଲ କଥା କହିଲା କି? ଏ ଯିବା ଆସିଲା ଭିତରେ, ଏ ଦୁଇ ଲୋକ ଭିତରେ
ପକୁଡ଼ି ତିଆରି କରୁଛନ୍ତି। ଏଇଟା ସେ ସ୍ତ୍ରୀ ଲୋକ ଜଣା ନାହିଁ। ଦାସ୍ତ ଯାଉଛି ଆସୁଛି ମିଶୁଛି ଏ ଭିତରେ ସେମାନଙ୍କ ଅଲଗା ଯୋଜନା ହେଇସାରିଛି। ସେ ଭଉଣୀ ଫୋନ କରି କାନ୍ଦୁଥିଲେ, କହିଲେ ଭାଇ ମୁଁ ନିଜେ ଭୁଲ କରିଛି, ମୁଁ କାହାକୁ ଦୋଷ ଦେବି? ମୋ ସ୍ୱାମୀଙ୍କ ଉପରେ ମୋର ବିଶ୍ୱାସ ଥିଲା, ସେ ଭଉଣୀ ଉପରେ ବି ବିଶ୍ୱାସ ଥିଲା, ମୋ ନିଜର ପରିବାର ଲୋକ ଆକା, କିନ୍ତୁ ଏବେ ସେମାନଙ୍କ ଭିତରେ ଏମିତି ସମ୍ପର୍କ ବଢି ଚାଲିଛି। ମୋ ସ୍ୱାମୀ କହୁଛି ତତେ ଛାଡ଼ିବି ସିନା, ତାକୁ ଛାଡ଼ି ପାରିବି ନାହିଁ। ମୋର ପ୍ରିୟ ଭାଇ ଭଉଣୀ, ଚାରିଆଡେ ପାପ ମନ୍ଦତା, ଏମିତି ଗୋଟେ ପାପ ପ୍ରଦୂଷିତ ସମୟରେ ଆପଣ ମୁଁ ବାସ କରୁଛୁ। ଯଦି ପବିତ୍ର ହୋଇ ରହିବେ ନାହିଁ ମନେ ରଖିଥାନ୍ତୁ, ପ୍ରଭୁ ସେତେ ତ 70 ବର୍ଷ ଦେଲେ କି ନାଇଁ? ଏ 70 ବର୍ଷ ଯଦି ଭଲରେ ଜୀବନ କାଟିବୁ ଅନନ୍ତ କାଳ ମୋ ସ୍ଥିତି ରହିପାରିବୁ, ଏଇଟା ପ୍ରଭୁ କହିଛନ୍ତି। କିନ୍ତୁ ଆମେ କେମିତି କାଟୁଛୁ? ଲେଖାଯାଉଛି ଅବିରତ ମନ୍ଦ ମାଦ। ତାପରେ ଆପଣ ତଳକୁ ଆସନ୍ତୁ, ଦେଖନ୍ତୁ 11 ପଦ। ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା। ଏବେ ଭ୍ରଷ୍ଟତା ବଢି ଚାଲିଛି। ଭ୍ରଷ୍ଟ ଥିଲା ଆଉ ପୃଥିବୀ ଦୌରାତ୍ମରେ ପରିପୂର୍ଣ୍ଣ ଥିଲା। ଏବେ ପୃଥିବୀ କେମିତି ଅଛି? ଭ୍ରଷ୍ଟ ଆଉ ଦୌରାତ୍ମ, ଚାରିଆଡେ ଦୌରାତ୍ମ ଚାଲିଛି, ଅସାଧୁ କାମ ଚାଲିଛି, ମନ୍ଦତା ଚାଲିଛି। ଏଟା ନୋହଙ୍କ ସମୟରେ ବି ହେଇଥିଲା, ଆଉ ଯୀଶୁ ଆସିଲା ବେଳେ ବି ଏଟା ହବ। ତାପରେ କଣ ଲେଖାଯାଉଛି? ସମୟ ସକାଶେ ମୁଁ ଯାଉଛି ଶୀଘ୍ର। 12 ପଦ। ପୁଣି ପରମେଶ୍ୱର ପୃଥିବୀର ଦୃଷ୍ଟିପାତ କରି ଦେଖିଲେ ଯେ ତା ଭ୍ରଷ୍ଟ ହୋଇଅଛି। ଏସବୁ କିଏ ଦେଖୁଛନ୍ତି? ଏସବୁ ପ୍ରଭୁ ଦେଖୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେଉଁମାନେ ଜଗତରେ ବସବାସ କରୁଛୁ, ଆମେ ଗୋଟେ କଥା ଜାଣି ରଖିବା ଦରକାର ଯେ ମୋ ବିଷୟରେ, ଆପଣଙ୍କ ବିଷୟରେ କେହି ଜାଣନ୍ତୁ କି ନ ଜାଣନ୍ତୁ, ସେ ଜଣେ ଜାଣିଛନ୍ତି। ସେ ଜାଣିଛନ୍ତି ଆଜିର ଭ୍ରଷ୍ଟତାକୁ। ଆଗକୁ କମାଇ ହେବ ନାହିଁ। ଏବେ ଭ୍ରଷ୍ଟାଚାରୀ ମାନେ କଣ କହୁଛନ୍ତି? ହଁ ଭ୍ରଷ୍ଟାଚାର ହଟାएंगे। ମନ୍ତ୍ରୀ ମାନେ ଠିଆ ହେଇ କଣ କହୁଛନ୍ତି? ଆମର ଦଳର ସଂକଳ୍ପ, ଆମେ ଦେଶରୁ ଭ୍ରଷ୍ଟାଚାରକୁ ଦୂର କରିବୁ। ତମେ ହଟି ଯାଅ ଆଜ୍ଞା, ଭ୍ରଷ୍ଟାଚାର ମିଶା ହଟିଯିବ। ଦୁରାଚାରୀ, ବ୍ୟଭିଚାରୀ, ଭ୍ରଷ୍ଟ ଲୋକମାନେ ଏମାନେ କଣ କରିବେ? ପୃଥିବୀରୁ ଭ୍ରଷ୍ଟତାକୁ, ଆଗକୁ ଆହୁରି ଭ୍ରଷ୍ଟ ହବ, ଭ୍ରଷ୍ଟ ହବ। ଆପଣ ଦେଖନ୍ତୁ ଆମର ପାର୍ଲାମେଣ୍ଟରେ ଯେତିକି ଅଛନ୍ତି, ଅଧାରୁ ଅଧିକ ନାଁରେ କାହାର ରେପ୍ କେସ୍, କାହାର ମର୍ଡର କେସ୍, କାହାର ଡକାୟତ କେସ୍, ବିନା କେସ୍ରେ କେ ଯାଇନାହାନ୍ତି। ବେଶୀ କମ୍ ଲୋକ ବିନା କେସ୍। ଯଦି ମନ୍ତ୍ରୀ ହେବାର ଅଛି ବୋଲେ କେତେଟା କେସ୍ ଥିବାର ଅଛି। ବିନା କେସ୍ରେ ହେଇ ହେବନି, କେସ୍ କେତେଟା ଥିବାର ଅଛି। ତେବେ ଗୋଟେ ମନ୍ତ୍ରୀ ଗୋଟେ କୁକର୍ମକର ଭିତରେ ଯାଇଛି, আর ସେମାନେ ବାହାରିଲା ବେଳେ ଫୁଲମାଲ ପିନ୍ଧିକି ସ୍ୱାଗତ କରୁଛନ୍ତି। ବୋଲେ ଭାବି ଦେଖନ୍ତୁ, ଏମାନଙ୍କୁ ଆତ୍ମାର ଥିବେ, କୋଉ ଆତ୍ମାର ଥିବେ? ପ୍ରିୟ ଭାଇ ଭଉଣୀ ମାନେ, ଆମେ କୁଆଡେ ଯାଉଛୁ ମୁଁ ବି ଜାଣିନାହିଁ। କଣ ଲେଖା ଅଛି? ପରମେଶ୍ୱର ଦେଖିଲେ ଯେ ପୃଥିବୀ ଭ୍ରଷ୍ଟତାରେ ଦୌରାତ୍ମରେ ପରିପୂର୍ଣ୍ଣ ହେଇଛି। ଏମିତି ଜଗତରେ ବାସ କରୁଛୁ। ଏହାର ଶେଷ ପରିଣତି କଣ? ଆପଣ 13 ପଦ ଦେଖିଲେ ଜାଣିପାରିବେ। ତେଣୁ ପରମେଶ୍ୱର ନୋହଙ୍କୁ କହିଲେ, ଆମ୍ବ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମ କାଳ ଉପସ୍ଥିତ ହେଲା। ଯେହେତୁ ସେମାନଙ୍କର ଦ୍ୱାରା ପୃଥିବୀ ଦୌରାତ୍ମରେ ପରିପୂର୍ଣ୍ଣ ହୋଇଅଛି, ଦେଖ ଆମେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ପୃଥିବୀ ସହିତ ଏମାନେ ବିନଷ୍ଟ ହେବେ। କିନ୍ତୁ ଆପଣ ଯଦି ବିନଷ୍ଟ ହେବା ପାଇଁ ଚାହୁଁନାହାନ୍ତି, ଆପଣ ଏଠୁ ବାହାରିବା ଦରକାର। ଏ ଜଗତ ଉପରକୁ ବିପତ୍ତି ଆସିବା ପୂର୍ବରୁ ପ୍ରଭୁ ନୋହଙ୍କୁ ଯଦି ରକ୍ଷା କରିଥିଲେ, ତାଙ୍କର ସାଧୁ ଭକ୍ତ ମାନଙ୍କୁ ମଧ୍ୟ ମେଘମାଳାକୁ, ସେ ସମୟରେ ଜାହାଜ ଥିଲା, ଏବେ ଆମ ପାଇଁ ମେଘମାଳା। ଆମେ ମେଘମାଳାକୁ ନିତ ହବୁ। ତାପରେ ଜଗତର ପରିସ୍ଥିତି ଚିନ୍ତାର ବାହାରେ ହେବ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଏଗୁଡାକ ଆପଣଙ୍କୁ କାହିଁକି କହୁଛି? ଆପଣ ଜାଣିବା ପାଇଁ ଯେ ପୃଥିବୀର ପରିସ୍ଥିତି ଆଗକୁ ଆହୁରି ଭୟଙ୍କର 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 ହେବ। ଭୟଙ୍କର ହେବ। ଭାବନ୍ତୁ ନାହିଁ ଯେ ଆଗକୁ ଭଲ ଔଷଧ ଆସିବ, ଆପଣ ଖାଇ ଭଲ ହେବେ ବୋଲି। ମାନେ ଭାବି ଦେଖନ୍ତୁ, କେମିତି ଲୋକମାନେ ପାରାସିଟାମଲ ବିକି କରି କୋଟି କୋଟି ଟଙ୍କା କମାଉଛନ୍ତି। କଣ ପଇସା ତ ଦଉଛୁ, ଭଲ ଔଷଧ ଦେଲେ ହେବ କି ନାହିଁ? ଭଲଟା ନାହିଁ। 10ଟା ଟାବଲେଟ ଖାଇଲେ ଜ୍ୱର ଛାଡୁନି। କଣ ଯାହାକୁ ଝାଡା ହଉଛି 10ଟା ଝାଡା ଔଷଧ, আর ORS ହାଣ୍ଡି ପିଇଲେ ମିଶା ଯାଉଛି। ଡାଇବେଟିସ୍ କମବାଟା ନାହିଁ।
ଆର୍ଥରାଇଟିସ୍ କମବାଟା ନାହିଁ, ଆଜମା କମବାଟା ନାହିଁ, କଣ ଭେଜାଲଟା। ଆଗକୁ ଦେଖନ୍ତୁ ପ୍ରିୟମାନେ, ଆଗକୁ ଦେଖନ୍ତୁ ଆହୁରି କଣ ହେବା ପାଇଁ ଯାଉଛି। ଏ ଜଗତର ଅବସ୍ଥା ଏତେ କଦର୍ଯ୍ୟ ଆଉ ଏତେ ଜଘନ୍ୟ ହେବ, ତାରି ପୂର୍ବରୁ ପ୍ରଭୁ କଣ କରିବେ, ଏ ଜଗତକୁ ବିନଷ୍ଟ କରିବା ପୂର୍ବରୁ ନୋହଙ୍କର ପରିବାର ଯେମିତି ଜାହାଜରେ ସୁରକ୍ଷିତ ହୋଇଥିଲେ, ଆପଣଙ୍କ ପାଇଁ ମଧ୍ୟ ପ୍ରଭୁ ସୁରକ୍ଷା ସ୍ଥାନ ରଖିଛନ୍ତି। ତାକୁ କୁହାଯାଉଛି ଗୁପ୍ତ ଆଗମନ। ଆପଣଙ୍କୁ ମେଘମାଳାକୁ ନୀତ ହେବା ପାଇଁ ପଡିବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଜିର ବାକ୍ୟ ଶୁଣିବା ସମୟରେ ଯେପରି ଆମେ ପ୍ରତ୍ୟେକ ଆଜିର ବାକ୍ୟ ଶୁଣୁ ଶୁଣୁ ଆମର ଜୀବନକୁ ଆମେ ପ୍ରସ୍ତୁତ କରିବା ଦରକାର ଅଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରତ୍ୟେକଙ୍କୁ ପୁଣି ଥରେ ମୁଁ କହିବା ପାଇଁ ଚାହେଁ, ଆଗାମୀ ସମୟରେ ଆଉ ପରିସ୍ଥିତି ପରିବର୍ତ୍ତନ ହେଲା ପରେ କାରଣ ସାଧାରଣ ସମସ୍ୟା କହିକି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆମେ ଯୋଉ ପୃଥିବୀରେ ବାସ କରୁଛୁ, ଏ ପୃଥିବୀର ପରିସ୍ଥିତି ଆଗକୁ ଭଲ ହେଲା ପରି ନାହିଁ। ଏମିତି କୌଣସି ସରକାର ଆସିବ ନାହିଁ, ଏମିତି କୌଣସି ମିରାକଲ ହେବ ନାହିଁ ଯେ ପୃଥିବୀ ଆହୁରି ସୁରକ୍ଷିତ ହେବ। ଆହୁରି ଅସୁରକ୍ଷିତ ଆଡ଼କୁ ଯିବ, ଆହୁରି ସମସ୍ୟା ବଢିବ, ଆହୁରି ବିପତ୍ତି ବଢିବ। ଏଇଟା ଯୀଶୁଙ୍କର ଆଗମନର ଲକ୍ଷଣ ଅଟେ। ମସ୍ତ ଖୋଲନ୍ତୁ, ଟିକେ ପଢିବା, ଆଉ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ମସ୍ତ ଖୋଲନ୍ତୁ ଲୁକ ଲିଖିତ ସୁସମାଚାର 21 ପର୍ବ, ଲୁକ 21 ପର୍ବ, ତାର 7ଟି ବିଷୟ ମୁଁ ରଖିବା ପାଇଁ ଚାହେଁ। 7ଟି ବିଷୟକୁ ଆପଣ ଧ୍ୟାନ କଲେ, ଅଣ୍ଡରଲାଇନ୍ କରିକି ଯାଆନ୍ତୁ ସେ ପଦ ଗୁଡାକ। ଆପଣ ଏ 7ଟି ବିଷୟକୁ ଧ୍ୟାନ କରନ୍ତୁ, ଆଉ ଏଇ ଭିତରେ କୋଉଟା ଆଉ ହେବାର ବାକି ଅଛି, ତାପରେ ଆପଣ ଜାଣିବେ ଯୀଶୁଙ୍କର ଆଗମନ ଆଉ କେତେ ଡେରି ହେବ ବୋଲି। ଲୁକ 21 ପର୍ବ 9 ପଦ। ମାତ୍ର ତୁମେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବର ବିଷୟ ଶୁଣିବ। କଣ? ଯୁଦ୍ଧ ଆଉ ବିପ୍ଳବ। ଏବେ କଣ ଚାଲିଛି? ଯୁଦ୍ଧ ଆଉ ବିପ୍ଳବ। ପୃଥିବୀର ବିଭିନ୍ନ ଦେଶରେ ଯୁଦ୍ଧ ଆଉ ବିପ୍ଳବ। ବିପ୍ଳବ ମାନେ କଣ? ଷ୍ଟ୍ରାଇକ୍ ବିପ୍ଳବ, ଚାଷୀ ବିପ୍ଳବ, ଛାତ୍ର ବିପ୍ଳବ, କାର୍ଯ୍ୟକାରୀ ବିପ୍ଳବ, ଅଙ୍ଗନବାଡି କର୍ମୀ ମାନଙ୍କର ବିପ୍ଳବ, ଶିକ୍ଷକ ମାନଙ୍କର ଆନ୍ଦୋଳନ 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 ଚାଲିକି ରହିବ। ଏବେ ମଝିରେ ଯାଇଥିଲେ ଆମ ଟିଚର ମାନେ ଦରମା ବଢାଅ ବୋଲି କରି, ଟିଚର ମାନଙ୍କ ଦରମା ନ ବଢାଇ ମନ୍ତ୍ରୀ ମାନଙ୍କ ଦରମା ବଢାଇ ଦେଲେ। ଯା ଭାଇ ଭଉଣୀ ମାନେ ଏମାନେ ଯାଇ ଗଳା ଫାଡି ଫାଡି ପାଟି କରୁଛନ୍ତି, ଆମର ଦରମା ବଢାଅ, ହିନସ୍ତା କରି ପଠାଇ ଦେଲେ ଏମାନଙ୍କୁ। ସେମାନଙ୍କ ଦରମା ଯଦି ବଢାଉଛି, ଆମର ବଢାଇବୁ ନା ତମର ବଢାଇବୁ। ବିପ୍ଳବ। ଆଗକୁ ଦେଖିବେ ଯୁଦ୍ଧ। ଏବେ ଆମେରିକା ଚଲାଇଛି ତାର ଦାଦାଗିରି, ସିଆଡେ ସେମାନେ ଚଲାଇଛନ୍ତି, ଇରାନ ଇରାକ ତାଙ୍କର ଚଲାଇଛନ୍ତି, ଇଆଡେ ଆମର ଚାରିଆଡେ ସମସ୍ୟା এটা ঘটি চালিছি। তারপরে আপনারা দেখুন দ্বিতীয় বিষয় 10 পদ। তৎপর সে সেমান কহিলে জাতি বিপক্ষের জাতি, রাজ্য বিপক্ষের। দ্বিতীয় বিষয়, প্রথম বিষয় দেখিলু কোন? যুদ্ধ ও বিপ্লব। দ্বিতীয় বিষয় কোন? আমি দেখুছু জাতি বিপক্ষের জাতি আর রাজ্য বিপক্ষের রাজ্য। এটা চালিছি না নাই? গোটে রাজ্য সাংরে পড়ু নাই, গোটে জাতি আর গোটে জাতি সাংরে পড়ু নাই। এবার জাতি জাতিকে নিয়ে মারগোল, রাজ্য রাজ্যକୁ ନେଇ ମାଡଗୋଳ। ଗୋଟେ ରାଜ୍ୟ ଆମର ଦେଶର, ଆମର ରାଜ୍ୟ ଗୁଡାକ ଗୋଟେ ରାଜ୍ୟ ସାଙ୍ଗ ରାଜ୍ୟର ପଡୁ ନାହିଁ। এটা দ্বিতীয় চিহ্ন ଆପଣ ଦେଖିବେ। ତୃତୀୟ ବିଷୟ କଣ? 11 ପଦ। ଆଉ ମହାଭୂମିକମ୍ପ ଓ ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ। ଭୂମିକମ୍ପ ଆଗକୁ ଭୟଙ୍କର ହେବାକୁ ଯାଉଛି, ହେଇ ଚାଲିଛି, ଆଗକୁ ଏଇଟା ହେବ। এটা ତୃତୀୟ ବିଷୟ। ଚତୁର୍ଥ ବିଷୟ 12 ପଦ କଣ ଘଟିବ? এই সমস্ত ঘটনা পূর্বে লোকে তোমাকে ধরিবে ও সমাজ গৃহ ও কারাগারে তোমাকে সমর্পণ করি তাড়না করিবে ও মো নাম সকাশে তোমানে রাজা ও শাসনকর্তাଙ୍କ ছামুକୁ নিয়াଯିବ। ଏବେ କଣ ହବ? ତାଡ଼ନା ହଉଛି। କାହାକୁ? ମଣ୍ଡଳୀ ମାନଙ୍କୁ ତାଡ଼ନା ହଉଛି, ପ୍ରଭୁଙ୍କ ଦାସ ମାନଙ୍କୁ ତାଡ଼ନା ହଉଛି। ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଗୋଟେ ଗାଁରେ ଗୋଟେ ପାଳକ ଯାଉଛନ୍ତି, ସେ ଗାଁ ପରିବର୍ତ୍ତନ ହେଇଯାଉଛି। ଆଉ ଏଇଟା ଲୋକ ପସନ୍ଦ କରୁ ନାହାନ୍ତି। তুমি মদ পি করে মরো, তুমি জুয়া খেলি করে মরো, তুমি ব্যভিচার করে মরো, তুমি গজেই খাই মরো, মাত্র যিশুকে গ্রহণ করবো আমি দেবো। তুমি যিশুকে গ্রহণ করে ফল পড়বো আর আমি দেখি সই পারবো। আগে মদ পিলা কে বুঝেবা কাইলে নাই, জুয়া খেলা কে আসলে নাই। এবে ফল পড়লা পরে মানে আমি ফল পড়বাটা সেମାନଙ୍କୁ ফল লাগু। পাস্টর ମାନଙ୍କୁ ବାନ୍ଧି କରି ମାରୁଛନ୍ତି, ବିଶ୍ୱାସୀ ମାନଙ୍କୁ ମାରୁଛନ୍ତି, ଚର୍ଚ୍ଚ ଭାଙ୍ଗୁଛନ୍ତି। ତାଡ଼ନା ଚାଲିଛି ଆଉ ଆଗକୁ ଭୟଙ୍କର ଭାବରେ ଚାଲିବ। କାରଣ ପୋଲିସ ସାମ୍ନାରେ
ପାଳକକୁ ମାରୁଛନ୍ତି, ପୋଲିସ ସାମ୍ନାରେ ଚର୍ଚ୍ଚ ଭାଙ୍ଗୁଛନ୍ତି, ପୋଲିସ ସାମ୍ନାରେ ସବୁ ପୋଲିସ ଠିଆ ହେଇକି ଦେଖୁଛନ୍ତି, ପ୍ରଶାସନ ଠିଆ ହେଇ ଦେଖୁଛି, ସରକାର କିଛି ପଦକ୍ଷେପ ନେଉନାହାନ୍ତି। ଆଗକୁ ଏଇଟା ଉଗ୍ର ରୂପ ଧାରଣ କରିବ। ଆମେ ସେମାନଙ୍କ ବିରୁଦ୍ଧରେ ନୁହଁ, କିନ୍ତୁ ଏଇଟା ପ୍ରଭୁଙ୍କର ଆଗମନର ସମୟ। ଏଇଟା ଆମେ ସତର୍କ ହେବା କଥା। ଆମେ ତାକୁ ପ୍ରତିରୋଧ ବି ତମର ଇଚ୍ଛା ତମେ କରିଛନ୍ତି, ଆମେ କହିଲେ ବି କାମ ଦେବନି। আমার কথা কোটি শোনা হবো না, থানারে না কোর্টে না ওকিল শুনিব না ম্যাজিস্ট্রেট শুনিব না জজ শুনিব না মন্ত্রী শুনবে, আমার কে শুনবে? আমি জানি রাখিবা দরকার কোন এটা তাড়নাটা ভয়ঙ্কর হবে। আগ এটা গোটে ঘটিব। তারপরে আপনি দেখবে 16 পদ, 16 পদের পঞ্চম বিষয় দেখবে। সেটা কোন? কিন্তু তুমি মানে পিতামাতা ভ্রাতা আত্মীয় ও বন্ধু বান্ধবଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମେମାନଙ୍କ ମଧ୍ୟରୁ ଅନେକ କାହାରି କାହାରିକୁ ବୋଧ କରିବେ। এইটা ଚାଲିବ। ଏବେ ପଞ୍ଚମ ବିଷୟ କଣ? ଯଦି ମା ଯଦି ପ୍ରଭୁଙ୍କୁ ବିଶ୍ୱାସ କରୁଛି, ପିଲାମାନେ ବିରୋଧ କରୁଛନ୍ତି। ଝିଅ ଯଦି ପ୍ରଭୁଙ୍କୁ ବିରୋଧ ଗ୍ରହଣ କରୁଛି, ତାର ମା ବିରୋଧ କରୁଛି। ମତେ ଗୋଟେ ଝିଅଟା ଫୋନ କରି କହୁଥିଲା ଯେ ଅଙ୍କଲ ମୋ ମା ମତେ କହୁଛି ଯୀଶୁଙ୍କୁ ଛାଡ, ନହେଲେ ବିଷ ଖାଇ ମରିଯା ବୋଲି। আরে ভাবি দেখন্তু, মোর ঝিও বাত্রা হই বলু, কুয়াড়ে যাଉଛି যাও, মাত্র যিশুকে গ্রহণ করে ভাল হেବାକୁ হব নাই। তোমার ঝিও কোন ভুল কলা? ପିଲାମାନେ ଆମର ପିଲାମାନେ ଯୋଉ ପରିବର୍ତ୍ତନ ହଉଛନ୍ତି, ମଦ ଛାଡୁଛନ୍ତି, ପାପ ଛାଡୁଛନ୍ତି, ଭୁଲ କାମ ଛାଡୁଛନ୍ତି, ବାପା ମାକୁ ଭଲ ଲାଗୁ କଣ କହୁଛନ୍ତି? ତୁ ଆମକୁ ଲଜ୍ଜିତ କରୁଛୁ, ତୋ ପାଇଁ ଆମେ ଅପମାନ ହେବୁ, ତୋ ପାଇଁ ମୁଣ୍ଡ କଣ ଭୁଲ କାମ କଲା ସେ? সে তো ভুল কাম ছাড়ি ভাল হওয়া পাই যাଉଛି। এবে আগুক দেখবে পরিবার দ্বারা মধ্যে নির্যাতিত হেবে। এটা পঞ্চম বিষয়। ষষ্ঠ বিষয় কোন দেখবে? 24 পদ। আর সেমানে খড়গ ধারণের হত হেবে ও বন্দী হয়ে সমস্ত জাতি নিকটক নীত হেবে। পুনি বিজাতি মানকর কাল সম্পূর্ণ ন হেবা পর্যন্ত জেরুসালেম সেমানকর পদদলিত হই রহিব। আগামী সময় দেখবে এটা চালিছে। এটা আগামী সময় ভয়ঙ্কর সময় হব। ইসরায়েল বিরুদ্ধে, জেরুসালেম বিরুদ্ধে এবে গোটে দেশ দুইটা দেশ নাই, সবু দেশ মিশি করে আক্রমণ করবে। হ্যাঁ, এবে ইসরায়েল দুই চারটা দেশকে মারি হইরাণ করে দଉଛି, কিন্তু টাইম আসিব না তার মিসাইল কাম দেব, কিছু কাম দেব না। তার চারিআড়ে ঘেরি সারলেনি, ঘেরি সারলেনি। এইটা গোটে সময়। তারপর সপ্তম বিষয় দেখবে। পুনি সূর্য চন্দ্র 25 পদ। পুনি সূর্য চন্দ্র নক্ষত্র মালার লক্ষণ দেখাଯିବ, আর পৃথিবীর জাতি ମାନଙ୍କ ମଧ୍ୟରେ ক্লেশ ঘটিব। সমুদ্র ও তরঙ্গর তর্জনগত হেতু সেমান হত বুদ্ধি হেবে। এবে কোন হব? পৃথিবীরে আর সমুদ্রে যা সমস্যা দেখবে, পৃথিবীরে আর সমুদ্র দেখবে। এটা সপ্তম বিষয়। তারপরে কোন লেখা যায়? 27 পদ 28 পদ। সেতেবেলে লোকে মনুষ্য পুত্রଙ୍କୁ মহাপরাক্রম ও মহামহিমা সহ মেঘরে আগমন করিবার দেখিবে। সে কোটি আসবে? মেঘরে আসবে। আপনাকে প্রথমে আমাকে মেঘমালা যাই যাবার আছে, তারপরে সে মেঘমালার পৃথিবীকে আসবে। জগত আমার গুপ্ত আগমনের সময় আসিগলানি। জগত উপরକୁ ক্লেশ আসিবা পূର୍ବରୁ মণ্ডলী মেঘমালাକୁ নিত ହେବା দরকার। কারণ মহাক্লেশরে মন্ডলী মহাক্লেশর অংশী হেব নাই বলে বাইবেল আমাকে কহে। আমি মহাক্লেশ মধ্য দিয়ে যা নাই, আমি গুপ্ত আগমনের নিয়া যা, আমি প্রস্তুত হওয়া দরকার। মু সেই থিওরিকে বিশ্বাস করি। অনেক লোক কোন করছে নাই মন্ডলী ক্লেশ দিয়ে যাব, সে বিশ্বাস করতে, কিন্তু মু বিশ্বাস করে কোন বাইবেলর অনেক বাইবেল পণ্ডিত মানে, অনেক বাইবেল শিক্ষক মানে, বাইবেল স্কলার মানে এটাকে বিশ্বাস করতে। মু বিষয় বিশ্বাস করে যে মহাক্লেশ পূর্বরু মন্ডলী মেঘমালা নিতে হব। তবে কোন করিবার আছে? আমি এ পৃথিবীতে তো সমস্যা চালিথিব, আর সমাধান নাই। আমার প্রস্তুত হবার সময় আসিছে। আমাকে কোন কুয়া যাচ্ছে? 28 পদ। কিন্তু এই সমস্ত ঘটনা আরম্ভ হইলে তুমি মানে ঊর্ধ্ব দৃষ্টি করো, মস্তক উত্তোলন করো, তেমন তোমার মুক্তি সন্নিকট। এইসব ঘটনা আরম্ভ হলে কোন করিব? ঊর্ধ্ব দৃষ্টি করে বঞ্চিব। মোর প্রিয় ভাই ভনী মানে এবে খ্রিস্ট বিশ্বাসী মানকর আর নিম্ন দৃষ্টি করে বঞ্চিবার সময় নাই, পার্থিব বিষয়ে মনোনিবেশ করিবার সময় নাই। এবে আমার সময় আসিছি ঊর্ধ্ব দৃষ্টি করে বঞ্চিবা পাই, ঊর্ধ্ব দৃষ্টি করে বঞ্চিবা পাই। আর নিম্ন বিষয়ে নুহে। জগত লোক জানি না যিশু আসিবাটা,
ହଁ ମୁଁ ଆସିବେ, କ'ଣ ଆସିବେ? ଆମେ ଜାଣିଛୁ ଆସିବେ। ଏ ପୃଥିବୀରେ ଯାହା ଘଟୁଛି ଏ ଘଟଣା ସବୁକୁ ଲକ୍ଷ୍ୟ କରି ଆମେ ଜାଣିପାରୁଛୁ ଯେ ଯୀଶୁଙ୍କର ଆଗମନ କେତେ ପାଖରେ ଅଛି। ମୁଁ ଆପଣଙ୍କୁ ଯୋଉ ଘଟଣା ଗୁଡାକ କହୁଛି ଆପଣଙ୍କୁ ଲାଗୁଥିବ ଆଜିକାଲି ଘଟଣା ବୋଲିଲା ଭଳିଆ ଲାଗୁଛି। ଆଜି ଆମର ଦୈନନ୍ଦିନ ଜୀବନରେ ଆମର ଚତୁଃପାର୍ଶ୍ୱରେ ଯାହା ଘଟୁଛି ସେଇଟା ଆମେ ଧ୍ୟାନ କରୁଛୁ। ତା ମାନେ କେତେ ବାସ୍ତବ ଅଟେ ଯାହା ଲେଖାଯିବା ଯେ ଯୀଶୁଙ୍କର ଆସିବା ପୂର୍ବରୁ ଜଗତର ଅବସ୍ଥା ଏମିତି ଥିବ। କ'ଣ କରିବା ଏବେ? ଆମେ ବି ଅନ୍ୟମାନଙ୍କ ପାଇଁ ମତତାରେ, ମଦ୍ୟପାନରେ, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ନାହିଁ। ଭାଇ ଭଉଣୀ ମାନେ, ଆମର ପ୍ରଭୁ ବଞ୍ଚିଥିବା ଯାଏ ଆମେ ଭୁକେ ମରିବୁ ନାହିଁ, ଆମେ ମରିବୁ ନାହିଁ। ଖ୍ରୀଷ୍ଟିଆନ ମାନେ ଭୁକରେ ମରିବେ ନାହିଁ। ଆମର ପ୍ରଭୁ ବଞ୍ଚିଥିବା ଯାଏ ଆମେ ଭୁକେ ମରିବୁ ନାହିଁ। କାଲିକି ଯେତେ ବିପତ୍ତି ଆସୁ, ଯେତେ ବଡ଼ ସମସ୍ୟା ଆସୁ, ଆମର ହୁଏତ ଜମି ବାଡ଼ି ନଥାଇପାରେ, ଆମର ବ୍ୟବସାୟ ନଥାଇପାରେ, ଚାକିରି ନଥାଇପାରେ, କିନ୍ତୁ ଭୁକରେ ମରିବୁ ନାହିଁ, ଏଇଟା ଗ୍ୟାରେଣ୍ଟି। ଏଇଟା କାରଣ ପ୍ରଭୁ କହିଛନ୍ତି କ'ଣ? ତୁମେ କ'ଣ ଖାଇବ, ତୁମେ କ'ଣ ପିଇବ, ତୁମେ କ'ଣ ପିନ୍ଧିବ, ଏଇଟା ତୁମର ଚିନ୍ତାର ବିଷୟ ନାହିଁ। ତୁମର ସ୍ୱର୍ଗସ୍ଥ ପିତା ଜାଣନ୍ତି, ସେ ତୁମକୁ ଯୋଗାଇ ଦେବେ। ଆପଣ ଜାଣିଛନ୍ତି ପୃଥିବୀରେ କୌଣସି ଜାଗାରେ ଖ୍ରୀଷ୍ଟିଆନ ମାନେ ଭିକ ମାଗନ୍ତି ନାହିଁ। ଆପଣ ଦେଖନ୍ତୁ, ଆପଣ ତ ସହରରେ ଦେଖନ୍ତୁ, ଭିକ ମାଗି ବୁଲୁଛନ୍ତି କି ନାଇଁ? କହୁଛନ୍ତି ଯୀଶୁଙ୍କ ନାଁରେ ଭିକ ଦିଅ ମା, ଯୀଶୁଙ୍କ ନାମରେ ଟିକେ ଭିକ ମିଳୁ। ଯୀଶୁଙ୍କର ନାମ ଯେ ଧରିଛି ସେ ଭିକ ମାଗବ ନାହିଁ। ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣ କେବେ ବି ଦେଖିବେ ନାହିଁ। ମୁଁ ଟ୍ରେନରେ ଯାଇଛି, ବସ୍ ଷ୍ଟାଣ୍ଡରେ ଯାଇଛି, ରେଲୱେ ଷ୍ଟେସନରେ ଦେଖିଛି, ରାସ୍ତାରେ ଦେଖିଛି, ଆମ ସାହିରେ କେତେ ଭିକାରୀ ଆଣନ୍ତି, ଗୋଟେ ଖ୍ରୀଷ୍ଟିଆନ ଭିକ ମାଗଣା ମୁଁ ଦେଖିନାହିଁ। ଏ ଭିକାରୀ ମାନେ ମାତ୍ର ବଡ଼ ଚାଲାକ। ଖ୍ରୀଷ୍ଟିଆନ ସେ ଆସିଲେ ଖ୍ରୀଷ୍ଟିଆନ ଗୀତ ଗାଇଦେବେ, ଆସିଦେବେ କ'ଣ କଲା ବେଳକୁ ଅନାଦିଶ୍ୱର ଦୟାଳୁ। ଦେଖ ଆମର ଲୋକ ଭିକ ମାଗଲାନି ବୋଲି ଆମେ ଦେଇଦେବୁ। ମୁଁ କାହିଁକି କହୁଛି, ଆମ ସାରେ ଗୋଟେ ଭିକାରୀ ଆସିଥିଲା, ସେ ଭିକାରୀ ଆସି ଖ୍ରୀଷ୍ଟିଆନ ଗୀତ ଗାଇଦେଲା। ସବୁ ଲୋକ ଚାଉଳ ଚୁଲା ଦେଇକରି ତାକୁ ଲୁଗା ପଟା ଦେଲା, ଥତ ପତ ଧରି ପଳେଇଲା। ମୁଇଁ ତାର ପିଟି ପିଟି ଗଲି, ଏବେ କିଛି ଗୀତ ଗାଇବେ ବୋଲିକରି। ଆମର ଟିକେ ତଳକୁ ଗଲା ପରେ ଅଲଗା ସାହି ଅଛି, ସେଠି ତାଙ୍କର ଗୀତ ଆରମ୍ଭ କଲା। ମୁଁ କହିଲି ବାରେ ଚତୁର। ମୋର ପ୍ରିୟ ଭାଇ ଭଉଣୀ ମାନେ, ତାକୁ ଜଣା, କିନ୍ତୁ ଖ୍ରୀଷ୍ଟିଆନ କେବେ ଭିକ ମାଗେ ନାହିଁ। ଆପଣ ଦେଖନ୍ତୁ, ମୁଁ କାହାଣୀ କହୁନାହିଁ। ତେଣୁ ଆପଣ ଏ ଖାଇବା ପିଇବା ପିନ୍ଧିବା ପାଇଁ ଚିନ୍ତା କରନ୍ତୁ ନାହିଁ। କ'ଣ ଲେଖାଯାଉଛି? ପ୍ରଥମରେ ତାଙ୍କ ରାଜ୍ୟ ଆଉ ଧାର୍ମିକତା ଅନ୍ୱେଷଣ କର, আর পরে ସବୁ ତୁମକୁ ଦିଆ। এটা আমার টেনশন নাই। ঘর বাঁধতু, ব্যবসায় করন্তু, চাকরি করন্তু, পাঠ পড়ন্তু, ଯିବା ପାଇଁ ରେଡି ହେଇକି ଥାନ୍ତୁ। ঊର୍ଧ୍ୱ ଦୃଷ୍ଟି କରି ବଞ୍ଚନ୍ତୁ। ଚକ୍ଷୁ ବନ୍ଦ କରିବା ମାନେ ଆଉ ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ସମାପ୍ତ ହେଇନାହିଁ, ଆମେ ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା ପାଇଁ ଯିବା। ଆମେ ବସିବା ସମୟରେ